ତାହା ହେଉଛି ଏଭ୍ରି ପୁସ୍ତକ 12 ପର୍ବ ତାର 5 ପଦରୁ 10 ପଦ ପର୍ଯ୍ୟନ୍ତ। ପୁଣି ଆମେ ପଢିବା ବିଳାପ 3 ପର୍ବ ତାର 22 ପଦ। ଏଠାରେ ଏହିପରି ଲେଖାଯାଏ, ଆଉ ପୁତ୍ର ମାନଙ୍କ ପରି ତୁମ୍ଭମାନଙ୍କ ପ୍ରତି ଉକ୍ତ ଏହି ଉତ୍ସାହ ବାକ୍ୟ ଭୁଲିଅଛ। ହେ ମୋର ପୁତ୍ର, ପ୍ରଭୁଙ୍କ ଶାସନକୁ ଲଘୁ ଜ୍ଞାନ କର ନାହିଁ, କିମ୍ବା ତାହାଙ୍କ ଦ୍ୱାରା ଅନୁଯୋଗ ପ୍ରାପ୍ତ ହେଲେ କ୍ଳାନ୍ତ ହୁଅ ନାହିଁ। କାରଣ ପ୍ରଭୁ ଯାହାକୁ ପ୍ରେମ କରନ୍ତି ତାହାକୁ ଶାସନ କରନ୍ତି, ପୁଣି ଯେଉଁ ପୁତ୍ରକୁ ସେ ଗ୍ରହଣ କରନ୍ତି ତାହାକୁ ପ୍ରହାର କରନ୍ତି। ଶାସନ ଉଦ୍ଦେଶ୍ୟରେ ତ ତୁମ୍ଭେମାନେ କ୍ଲେଶ ସହ୍ୟ କରୁଅଛ। ଈଶ୍ୱର ତୁମ୍ଭମାନଙ୍କ ସହିତ ପୁତ୍ର ତୁଲ୍ୟ ବ୍ୟବହାର କରୁଅଛନ୍ତି। କାରଣ ପିତା ଯାହାକୁ ଶାସନ ନ କରନ୍ତି ଏପରି ପୁତ୍ର କିଏ ଅଛି? କିନ୍ତୁ ଯେଉଁ ଶାସନର ସମସ୍ତେ ସହଭାଗୀ, ଯଦି ତୁମ୍ଭେମାନେ ସେଥିର ଅଂଶୀ ନୁହଁ, ତେବେ ତୁମ୍ଭେମାନେ ପୁତ୍ର ନ ହୋଇ ଜାରଜ ଅଟ। ଆହୁରି ମଧ୍ୟ ଆମ୍ଭମାନଙ୍କ ଶାରୀରିକ ପିତୃଗଣକୁ ଆମ୍ଭେମାନେ ସମାଦର କଲୁ, ତେବେ ଆତ୍ମା ଆମ୍ଭମାନଙ୍କ ପିତାଙ୍କର ବରଂ କେତେ ଅଧିକ ରୂପେ ବଶୀଭୂତ ହୋଇ ଜୀବନ ପ୍ରାପ୍ତ ନ ହେବୁ। କାରଣ ସେମାନଙ୍କୁ ଯେପରି ବିହିତ ବୋଧ ହେଲା, ତଦନୁସାରେ ସେମାନେ ଅଳ୍ପ ଦିନ ନିମନ୍ତେ ଆମ୍ଭମାନଙ୍କୁ ଶାସନ କଲେ। କିନ୍ତୁ ଆମ୍ଭେମାନେ ଯେପରି ତାହାଙ୍କ ପବିତ୍ରତାର ସହଭାଗୀ ହେଉ, ଏଥି ନିମନ୍ତେ ସେ ଆମ୍ଭମାନଙ୍କ ମଙ୍ଗଳ ନିମନ୍ତେ ଶାସନ କରନ୍ତି। ପଦ ପଢିବା। ଏଇଠାରେ ଲେଖାଯାଏ, ସଦାପ୍ରଭୁଙ୍କର ବିବିଧ ଦୟା ସକାଶୁ ଆମ୍ଭେମାନେ ବିନଷ୍ଟ ହୋଇନାହୁଁ, କାରଣ ତାହାଙ୍କର କରୁଣା ଶେଷ ହୁଏ ନାହିଁ। ପ୍ରେଜ୍ ଦ ଲର୍ଡ। 4-5 ଦିନ ତଳର ଘଟଣା। ଆମମାନଙ୍କର କଲେଜ ବ୍ୟାଚ୍, ଆର୍ଟ୍ସ, ସାଇନ୍ସ, କମର୍ସ ସବୁ ପିଲାମାନଙ୍କର ଗୋଟିଏ ବ୍ୟାଚ୍ ଗେଟ୍ ଟୁଗେଦର ହେଇଥିଲା। ଆଉ ଗେଟ୍ ଟୁଗେଦରରେ ସମସ୍ତଙ୍କର ଏ ବିଷୟ ଥିଲା ଯେ ଆମମାନେ ସମସ୍ତେ ଆନନ୍ଦ କରିବା, ଖୁସି ବନେଇବା, ଭୋଜି କରିବା, ପରସ୍ପର ସହିତ ସହଭାଗିତାରେ ଆସିବା। ଗେଟ୍ ଟୁଗେଦରରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଥିଲା। ସମସ୍ତେ ଖୁସି ହଉଥିଲେ, ଆନନ୍ଦିତ ହଉଥିଲେ, ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରୁଥିଲେ। ଅନେକ ମଧ୍ୟରେ ଖୁସି, ଆନନ୍ଦ, ହସ ଥିଲା। ବୟସ ଗଡି ଯାଇଛି, ରିଟାୟାରମେଣ୍ଟ ହେଇଯାଇଛି ସମସ୍ତଙ୍କର ପ୍ରାୟ। ଆଉ ଯେତେବେଳେ ସବୁ କିଛି ସରିଗଲା, ତାପରେ ଯେତେବେଳେ ସମସ୍ତେ ପରସ୍ପର ସହିତ କଥାବାର୍ତ୍ତା ଗପସପ ଜମେଇଲେ, ଏଇ ସମୟର ଘଟଣା। ମୁଁ ବି କିଛି ସାଙ୍ଗମାନଙ୍କ ସହିତ ମିଳିତ ହଉଥିଲି, ଯୋଉମାନଙ୍କୁ ଦୀର୍ଘ 30 ବର୍ଷ ପରେ ଭେଟିଥିଲି, ଯୋଉମାନେ କିଛି ଦିନ ହେଲା ଆସିନଥିଲେ। ଏହା ଆମର ପ୍ରତିବର୍ଷ ହୁଏ। ଆଉ କିଛି ବର୍ଷ ନୂଆ ନୂଆ ସାଙ୍ଗମାନେ ଜଡିତ ହେଇଥାନ୍ତି, ଝିଅମାନେ ଆସିଥାନ୍ତି, ପୁଅମାନେ ଆସିଥାନ୍ତି, ସବୁ କେହି ଆସିଥାନ୍ତି। ଆଉ ଯେତେବେଳେ ସେମାନଙ୍କ ସହିତ ମୁଁ କଥାବାର୍ତ୍ତା ହଉଥିଲି, ସେତେବେଳେ ଗୋଟେ ଜିନିଷ ମୁଁ ଲକ୍ଷ୍ୟ କରୁଥିଲି, ସମସ୍ତେ ଷ୍ଟେଜ ଉପରେ ଯେତେବେଳେ ଖୁସି ହଉଥିଲେ, ଆଉ ଯେତେବେଳେ ଷ୍ଟେଜ ତଳକୁ ଆସି ବସୁଥିଲେ, ସେତେବେଳେ ତା ଭିତରେ ଗୋଟେ ତଫାତ୍ ଥିଲା। ଯେପରି ଆମମାନେ ନାଟକ ଦେଖ, ନାଟକରେ ଜଣେ ପରିବେଷଣ କରେ, ଯୋଉ ପ୍ରକାର ପରିବେଷଣ କରେ, ଯୋଉ କ୍ୟାରେକ୍ଟର ନେଇଥାଏ, ସେଇ କ୍ୟାରେକ୍ଟର ଭଳି ସେ ପରିବେଷଣ କରେ, କିନ୍ତୁ ତା ପଛରେ ଆଉ ଗୋଟେ କ୍ୟାରେକ୍ଟର ଥାଏ। ସେହିପରି ମୁଁ ଦେଖୁଥିଲି ଯେ ସମସ୍ତେ ଖୁସି ହଉଛନ୍ତି ସତ, କିନ୍ତୁ ପଛରେ ଭିତରେ ଏପରି ଗୋଟିଏ ଗୋଟିଏ କିଛି କିଛି ସମସ୍ୟା ନେଇକି ଅଛନ୍ତି, ଯାହାକି ସେମାନେ ସମସ୍ତଙ୍କ ଆଗରେ କହିପାରନ୍ତି ନାହିଁ। ଆଜି ଯେତେବେଳେ ଆମମାନେ 2026 ମସିହାର 12 ଦିନ ଗତ ହେଇଯାଇଛି, ଆମମାନେ ଯେତେବେଳେ 1 ତାରିଖରେ ପଦାର୍ପଣ କଲୁ, ଅନେକ ଭିତରେ ଖୁସି ଆନନ୍ଦ ଥିଲା। ସାକ୍ଷ୍ୟ ବି ଆମମାନେ ଦେଇ ଚାଲିଥିଲୁ। ଯେତେବେଳେ ସାକ୍ଷ୍ୟ ଗୁଡିକ ଆମମାନେ ଅନୁଶୀଳନ କରୁଥିଲୁ, ଆଉ ତାପରେ ସାକ୍ଷ୍ୟକୁ ଅନୁଶୀଳନ କରୁଥିଲୁ, ତାଙ୍କ ଜୀବନକୁ ଦେଖୁଥିଲୁ, ଆମମାନଙ୍କ ଜୀବନକୁ, ହୁଏତ ଆମମାନଙ୍କର ଜୀବନରେ ଗୋଟେ ଗୋଟେ ଫର୍ଦ୍ଦ ଓଲଟି ଚାଲିଥାଏ, କିନ୍ତୁ ଅନେକ ସମୟରେ ଆମମାନେ ଭାବୁ ଯେ ଫର୍ଦ୍ଦ କାହିଁକି ଓଲଟୁଛି, ସତ କିଛି ବଦଳୁନି କାହିଁକି, କିଛି ବଦଳୁନି କାହିଁକି। କାହା କାହା ଜୀବନରେ କଷ୍ଟ ଅଛି। ଆମମାନେ ଯେତେ ଜଣ ଆଜି ଉପସ୍ଥିତ ଅଛୁ, କେହି ଜୀବନରେ ପରିବାରରେ ଆନନ୍ଦ ଭର୍ତ୍ତି ହୋଇଛି, କାହା କାହା ଜୀବନରେ ଆମମାନେ ବାକ୍ୟ ଶୁଣୁଛୁ ଆଉ ଶାସନ ପାଉଛୁ, କିଛି ବି ପାଇବୁ, କିଛି ଶକ୍ତି ପାଇବୁ ବୋଲି ଆଶା କରି ଅପେକ୍ଷା କରିଛୁ।
କେତେବେଳେ ପ୍ରଭୁଙ୍କର ଆଶୀର୍ବାଦ ଅନୁଗ୍ରହକୁ ପାଇବୁ ବୋଲି ଅପେକ୍ଷା କରିଛୁ, ଆଶା କରୁଛୁ, ସେଥିଯୋଗୁଁ ଜଏନ୍ କରୁଛୁ। କେହି କେହି ଜଏନ୍ କରୁଛୁ, ଭାବୁଛୁ ମୋ ପାଇଁ ସମସ୍ତେ ପ୍ରାର୍ଥନା କଲେ ମୁଁ ସୁସ୍ଥ ହେଇଛି ବୋଲି। ଭିନ୍ନ ଭିନ୍ନ ସମସ୍ୟା ମଧ୍ୟରେ ଯୋଉଟା କି ମାନେ ଜଗତକୁ ଜଣେଇ ପାରୁନୁ ବା ସମସ୍ତଙ୍କ ଆଗରେ ଜଣେଇ ପାରୁନୁ, କିନ୍ତୁ ପଛ ଭିତରେ ପଛ ପରଦା ପଛରେ ରହିଯାଇଛି। ଯେପରି ମୁଁ ସେ ସାଙ୍ଗମାନଙ୍କର ଚିନ୍ତାଧାରାକୁ, ସେମାନଙ୍କର କଷ୍ଟକୁ, ସେମାନଙ୍କର ଆଉ ଯୋଉ ସମସ୍ୟା ଗୁଡିକୁ ଦେଖୁଥିଲି, ସେତେବେଳେ ମତେ ବି ଲାଗୁଥିଲା କାଶ ସମସ୍ତେ ଯେପରି ହସୁଥିଲେ ସେମିତି ସମସ୍ତେ ହସୁଥାନ୍ତେ କି। କିନ୍ତୁ ସମସ୍ତଙ୍କ ମଧ୍ୟରେ ସେଇ ଖୁସି ନଥିଲା। ଯାହା ପଛରେ ଉପରେ ଗୋଟେ ପ୍ରକାର ଖୁସି ଥିଲା, ପଛରେ ଗୋଟେ ପ୍ରକାର ଦୁଃଖ ଥିଲା, ଚିନ୍ତା ଥିଲା, ବ୍ୟସ୍ତତା ଥିଲା, କ୍ରନ୍ଦନ ଥିଲା, ସମସ୍ୟା ଥିଲା। ସେମିତି 2014 ମସିହାକୁ ଆମେ 26 ମସିହାକୁ ଆସିଗଲେ। ଆମେ ଭାବୁଛୁ 25 ମସିହା ତ ଗଲା ପରି ସବୁ କିଛି ଚେଞ୍ଜ ହେଇଯିବ। ଯେତେବେଳେ ମୁଁ ସେଇ ବିଳାପର ସେଇ ପଦଟି ପଢୁଥିଲି, ସଦାପ୍ରଭୁଙ୍କର ବିବିଧ ଦୟା ସକାଶୁ ଆମ୍ଭେମାନେ ବିନଷ୍ଟ ହୋଇନାହୁଁ, କାରଣ ତାହାଙ୍କ କରୁଣା ଶେଷ ହୁଏ ନାହିଁ। ତାହେଲେ ବିବିଧ ଦୟା ଅଛି, ତାଙ୍କର କରୁଣା ଶେଷ ହୋଇନାହିଁ, କିନ୍ତୁ ସମସ୍ୟା ବି ଅଛି। ଆଜି ଆମମାନଙ୍କର ବିଷୟ ହଉଛି ଈଶ୍ୱର ନିଜର ପୁତ୍ରମାନଙ୍କୁ ଶାସନ କରନ୍ତି। କାହିଁକି ଶାସନ କରନ୍ତି? ଆଉ ଶାସନ କଲେ ଆମମାନେ କଣ ପାଉ? ଶାସନ କଲେ ଆମମାନଙ୍କର କଣ ଡେଭଲପମେଣ୍ଟ ହୁଏ? ମୁଁ ସବୁବେଳେ ଚିନ୍ତା କରେ, ମୁଁ ନିଜ ବିଷୟ ଚିନ୍ତା କରେ, ତାପରେ ମୋ ପରିବାର ବିଷୟ ଚିନ୍ତା କରେ, ଆଉ ସେଇ ତା ସହିତ ମୋର ସମାଜ, ମୋର ମଣ୍ଡଳ ବିଷୟ, ଆଉ ଆଜିର ଆମମାନଙ୍କର ଏଇ ପ୍ରାର୍ଥନା ଦଳ ବିଷୟରେ ଯେତେବେଳେ ଆମେ ନିଜ ନିଜକୁ ଝାଙ୍କି ଦେଖୁ, ଆଉ ମୋ ନିଜର ପରିବାର ବିଷୟରେ ଦେଖୁ, ମୋର ବ୍ୟସ୍ତତା ବିଷୟ ମୁଁ ସବୁବେଳେ ଯଦିଓ କହିପାରି ନଥାଏ, ତଥାପି ମୁଁ ଅନୁଭବ କରିପାରିଥାଏ। ଯେତେବେଳେ ସମସ୍ୟା ଆସିଥାଏ, ଯେତେବେଳେ ମୁଁ ଭାବେ କାହିଁକି ଏପରି ସମସ୍ୟା ଆସୁଛି, ଯେପରି ଏଠାରେ ଲେଖାଯାଉଛି, ଆଉ ହେ ମୋର ପୁତ୍ର ପ୍ରଭୁଙ୍କ ଶାସନକୁ ଲଘୁ ଜ୍ଞାନ କର ନାହିଁ, କିମ୍ବା ତାହାଙ୍କ ଦ୍ଵାରା ଅନୁଯୋଗ ପ୍ରାପ୍ତ ହେଲେ କ୍ଳାନ୍ତ ହୁଅ ନାହିଁ। ତାହାଙ୍କର ଦ୍ଵାରା ଅନୁଯୋଗ ପ୍ରାପ୍ତ ହେଲେ କ୍ଳାନ୍ତ ହୁଅ ନାହିଁ। ସମସ୍ୟା ଆସେ, ସମସ୍ୟା ଯିବ, ପୁଣି ଈଶ୍ୱରଙ୍କର ଅନୁଗ୍ରହ ପ୍ରତିଦିନ ଆମମାନଙ୍କୁ କଥା କହିଥାଏ। ଆମେ ଏଠି ଦେଖୁଛୁ ଯେ ଏବ୍ରିୟ ମାନଙ୍କ ପାଖକୁ ପ୍ରେରିତ ପାଉଲ ଏ ଚିଠି ଲେଖିଛନ୍ତି, ଆଉ ସେ ଲେଖୁଛନ୍ତି ଖ୍ରୀଷ୍ଟଙ୍କ ନିମନ୍ତେ ଏବ୍ରିୟ ମାନେ ତାଡ଼ନା ସହ କରୁଛନ୍ତି। ଆଉ ସେ ଖ୍ରୀଷ୍ଟଙ୍କ ନିମନ୍ତେ ଯେତେବେଳେ ତାଡ଼ନା ସହ କରୁଛନ୍ତି, ତାଙ୍କ ମଧ୍ୟରେ କଷ୍ଟ ଆସୁଛି, ଚିନ୍ତା ଆସୁଛି, ବ୍ୟସ୍ତତା ଆସୁଛି। ତା ସହିତ ସେ ସେତେବେଳେ କହୁଛନ୍ତି, ପୁରାତନ ନିୟମକୁ ମିଶେଇ କହୁଛନ୍ତି, ସେ ସମୟର ବିଶ୍ୱାସୀ ବୀର ମାନେ କିପରି ତାହା ସହ୍ୟ କରିଥିଲେ, ଏ ପର୍ଯ୍ୟନ୍ତ ସେଇପରି ତାଡ଼ନା ତ ତୁମମାନେ ସହ୍ୟ କରିପାରିନ। ତୁମେ କାହିଁକି ନିରୁତ୍ସାହିତ ହେଉଛ? ତୁମମାନେ ନିରୁତ୍ସାହିତ ହେବା ଉଚିତ ନୁହେଁ, କାରଣ ପରୀକ୍ଷା କେବଳ ଆରମ୍ଭ ହେଇଛି। ଛୋଟ ଛୋଟ ବିପଦ ଦ୍ୱାରା ନିରୁତ୍ସାହିତ ହୁଅ ନାହିଁ। ଯେତେବେଳେ ବଡ ବଡ ବିପଦ ଆସିବ, ସେତେବେଳେ ତୁମମାନଙ୍କର ପାଇଁ କଣ କରିବ, ଏହିପରି ଚିନ୍ତିତ ହେବାର ସମୟ ଆସିବ। ଆମମାନେ ତ ବିଷୟରେ ଘର ଭିତରେ ଯଦି ବି ମୁଁ ଆଗରୁ ଆପଣମାନଙ୍କୁ ମୋର ସାକ୍ଷ୍ୟରେ କହିଛି, 2007 ମସିହା 6 ମସିହା ସମୟ ଏପରି ଗୋଟିଏ ସମୟ ଥିଲା, ଯେଉଁ ଦିନ କି ସେଇ ବର୍ଷରେ ଆମ ପରିବାରର ଜଣେ ମୃତ୍ୟୁବରଣ କଲେ। ଆମ ପରିବାରର ଜଣଙ୍କର ହାର୍ଟରେ ପେସମେକର ଲାଗିଲା। ହଠାତ୍ ଆମେ ନେଇଛୁ ଆଉ ଦେଖେଇବାକୁ। ଡକ୍ଟର କହିଲେ ଯେ ନାଇଁ, ଏଠାରୁ ତୁମେ ଫେରିକି ଯାଇପାରିବ ନାହିଁ, ତୁମକୁ ଆଡମିସନ କରିକି ରହିବାକୁ ପଡିବ ଯେ ପର୍ଯ୍ୟନ୍ତ ତୁମେ ପେସମେକର ଲଗେଇନ। ଆଉ ସେଇ ସମୟରେ ଆମ ପରିବାରରେ ମଧ୍ୟ ଗୋଟେ ଭିନ୍ନ କେସରେ ଆମେ ଫସି ଯାଇ, ଜଣେ ବ୍ୟକ୍ତି ଆମ ପରିବାର ଜଣେ ସଦସ୍ୟ ଗୋଟେ କେସରେ ମଧ୍ୟ ଫସି ଯାଇଥିଲେ। ଏହିପରି ଆମମାନଙ୍କ ପରିବାରରେ ଏପରି ସମସ୍ୟା ଆସିଥିଲା ଯେ ସେ ସମୟରେ ଆମମାନଙ୍କୁ କଷ୍ଟ ଲାଗୁଥିଲା। ପ୍ରାର୍ଥନାରେ ରହିଲେ ମଧ୍ୟ ପ୍ରାର୍ଥନା କରିବାକୁ ଇଚ୍ଛା ହଉନଥିଲା, ଶୋଇ ରହିବାକୁ ଇଚ୍ଛା ହଉଥିଲା। ସମସ୍ୟାକୁ କିପରି ଚାଲିଯିବ ବୋଲି ଭାବୁଥିଲୁ। ଦିନ ପରେ ଦିନ ଗଡି ଚାଲିଥିଲା, ମାସ ପରେ ମାସ ଗଡି ଚାଲିଥିଲା। ଆମ ପରିବାରରେ ସମସ୍ୟା ପରେ ସମସ୍ୟା ଆସି ଚାଲିଥିଲା। ଆଉ ସେତେବେଳେ ଆମେ ଭାବୁଥିଲୁ, ପରମେଶ୍ୱର କାହିଁକି ଆମମାନଙ୍କୁ ଏପରି ଅବସ୍ଥାରେ ପକେଇଛନ୍ତି ବୋଲି। ଆଜି ହୁଏତ ଆପଣ ମାନଙ୍କ ଭିତରୁ କେହି କେହି ବି ଏହିପରି ସମସ୍ୟା ଭିତରେ ଅଛନ୍ତି।
ଆଉ ଯେତେବେଳେ ମୁଁ ସାକ୍ଷ୍ୟ ଗୁଡିକ ଶୁଣୁଥାଏ, ଯେତେବେଳେ ସମସ୍ୟା ପ୍ରାର୍ଥନା ଅନୁରୋଧ ଗୁଡିକୁ ଶୁଣୁଥାଏ, ସେତେବେଳେ ଭାବୁଥାଏ ପରମେଶ୍ୱର କାହିଁକି ଆମମାନଙ୍କୁ ଏହିପରି ଅବସ୍ଥା ଦେଇ ନିଅନ୍ତି। ଆମମାନଙ୍କର ସେ ଦିନର ଅବସ୍ଥା ଗଡି ଯାଇଛି, ସେ ସବୁ ସମସ୍ୟା ସମାଧାନ ହୋଇଯାଇଛି। ସେ ସମୟରେ ହୁଏତ ଆମମାନଙ୍କୁ ଅନେକ ଅନେକ ଲୋକ ପଛରେ କଥାବାର୍ତ୍ତା କରୁଥିଲେ, ଏମାନଙ୍କ ପରିବାରରେ କଣ ଏପରି ଆସୁଛି, ଏମାନେ କଣ କରିଛନ୍ତି, ମଣ୍ଡଳୀରେ କେହି କେହି ଟାପରା କରୁଛନ୍ତି, କେହି କେହି ଏପରି ଭିନ୍ନ ଭିନ୍ନ କମେଣ୍ଟ ଦଉଛନ୍ତି। ସମାଜର କମେଣ୍ଟ କାହିଁକି ଆମମାନଙ୍କ ପ୍ରତି ଏପରି ଆସୁଛି ବୋଲି ଆମେ ସେତେବେଳେ କ୍ରୋଧନ କରୁଥିଲୁ, ଚିନ୍ତିତ ହଉଥିଲୁ। କିନ୍ତୁ ଆଜି ଯେତେବେଳେ ଆମେ ଏପ୍ରିୟ ମଣ୍ଡଳର ଚିନ୍ତା ବିଷୟରେ ପାଉଲ କରୁଛନ୍ତି, ସେତେବେଳେ ପାଉଲ ଭାବୁଛନ୍ତି ଏପ୍ରିୟ ଲୋକମାନେ କାହିଁକି ବ୍ୟସ୍ତ ହେଇଯାଉଛନ୍ତି, କାହିଁକି ଚିନ୍ତିତ ହେଇଯାଉଛନ୍ତି। କିନ୍ତୁ ସେ କହୁଛନ୍ତି ଏବ୍ରିୟ ମାନେ ମନେ ରଖିବା ଆବଶ୍ୟକ ଯେ ଈଶ୍ୱର ଦୟାଳୁ ଅଟନ୍ତି। ସେ ସେମାନଙ୍କ ଉପରେ ଏ ପ୍ରକାର ପରୀକ୍ଷା ଆସିବାକୁ ଦେବେ ନାହିଁ ଯାହା ସେମାନେ ସହ୍ୟ କରିପାରିବେ ନାହିଁ। ଯଦି ଆମେ ପ୍ରଥମ କରନ୍ଥୀୟ 10 ପର୍ବର 13 ପଦକୁ ଦେଖୁ, ସେଠାରେ ପ୍ରଭୁ ଲେଖୁଛନ୍ତି ପରମେଶ୍ୱର କେବେ ଏପରି ପରୀକ୍ଷା ପକାନ୍ତି ନାହିଁ ଯାହା ଆମେ ସହ୍ୟ କରିପାରିବୁ ନାହିଁ। ଏହା ଆମମାନଙ୍କର ସ୍ମରଣ କରିବା ଆବଶ୍ୟକ ଯେ ସେମାନଙ୍କ ପ୍ରତି ଯାହା ପରୀକ୍ଷା ଆସିଲେ ସୁଦ୍ଧା ତା ଈଶ୍ୱରଙ୍କ ଠାରୁ ଶାସନ ଭାବରେ ଆସିଥାଏ। ଈଶ୍ୱର ଆମମାନଙ୍କୁ କ୍ରୋଧ କରନ୍ତି ନାହିଁ, ଈଶ୍ୱର ଆମମାନଙ୍କୁ ପ୍ରେମ କରନ୍ତି, ଆଉ ସେଇ ପ୍ରେମ ସକାଶୁ ସେ ଆମମାନଙ୍କୁ ଶାସନ କରନ୍ତି। ଆଜିର ଚିନ୍ତା ହେଲା ଈଶ୍ୱର ନିଜର ପୁତ୍ର ନିଜର ବିଶ୍ୱାସୀ ମାନଙ୍କୁ ଶାସନ କରନ୍ତି। ହୁଏତ ଆମମାନଙ୍କ ଜୀବନରେ ଏହିପରି ସମୟ ଆସିଅଛି ଯୋଉ ସମୟରେ ଆମେ ପ୍ରାର୍ଥନା କରି ଚାଲିଛୁ, ଉତ୍ତର ପାଉନାହୁଁ। ଆମମାନଙ୍କ ଜୀବନରେ କଷ୍ଟ, ଶାରୀରିକ କଷ୍ଟ ଆସିଛି, ରୋଗ ଆସିଛି, ସମସ୍ୟା ଆସିଛି ଯାହା ସମାଧାନ ହଉନାହିଁ। ଆମମାନଙ୍କ ଜୀବନରେ ଗୋଟିଏ ଅବଳରେ ଦୁର୍ଘଟଣା ଘଟି ଯାଉଛି ଯାହାକି ଆମେ ଆଶା କରିନାହୁଁ। ଆମମାନଙ୍କ ପରିବାରରେ ମୃତ୍ୟୁ ଆସିଛି ଯାହାବି ଆମେ ଚିନ୍ତା କରିନଥିଲୁ କି ଆଶା କରିନଥିଲୁ। ସେ ସମୟରେ ଆମେ ନିରୁତ୍ସାହିତ ହେଇଥାଉ, ଚିନ୍ତିତ ହେଇଥାଉ, ବ୍ୟସ୍ତ ହେଇଥାଉ। କିନ୍ତୁ ପରମେଶ୍ୱର କୁହନ୍ତି ମୁଁ ଦୟାଳୁ, ପରମେଶ୍ୱର କୁହନ୍ତି ମୁଁ ତୁମକୁ ପ୍ରେମ କରୁଅଛି। ଆମେ ଥରେ ଭାବୁ ପ୍ରେମ କଣ ଏମିତି ହୁଏ, ପ୍ରେମ କଣ କଷ୍ଟ ଦେଇକି ହୁଏ। ପରିବାରରେ ଆମେ ଭାବୁ ତମେ କଣ ଭାବୁଛ ପ୍ରେମ କରିଲେ ଆମେ କଷ୍ଟ ଦବା। କିନ୍ତୁ ପରମେଶ୍ୱରଙ୍କର ତା ପଛରେ ଗୋଟେ ଚିନ୍ତା ଥାଏ, ଗୋଟେ ଯୋଜନା ଥାଏ, ଗୋଟେ ଅନୁଗ୍ରହ ପରେ ଅନୁଗ୍ରହ ଚିନ୍ତା କରିଥାନ୍ତି। ମୁଁ କିପରି ଏହାକୁ ଏଇ ଅବସ୍ଥା ଦେଇ କଳେଇ ନେବି ଯେ ସେ ଆହୁରି ସୁନ୍ଦର ଦିଶିବ। ପରମେଶ୍ୱରଙ୍କର ଯୋଜନା ହେଉଛି ମନୁଷ୍ୟ କିପରି ତାଙ୍କ ସଦୃଶ୍ୟ ହେବ, ଆମମାନେ କିପରି ତାଙ୍କ ଭଳି ଆଚରଣ କରିବୁ, ତାଙ୍କ ଭଳି ବ୍ୟବହାର କରିବୁ। ମନୁଷ୍ୟ କିପରି 2026ରେ ନୂଆ ଭାବରେ ଗଢି ହବ, ମୋ ସହିତ ଅଧିକ ଚିପକି ହେଇକି ଲାଗିକି ରହିବ। ମୁଁ ତାକୁ ଗୋଟେ ସୁନ୍ଦର ଭାବରେ ଗଢିବି, କାରଣ ମୁଁ ତାକୁ ପ୍ରଥମରେ ଯେତେବେଳେ ମନୁଷ୍ୟ ଗଢିଥିଲି ଗୋଟେ ସୁନ୍ଦର ଭାବରେ ଗଢିଥିଲି। ସେତେବେଳେ ମୁଁ ଚାହୁଁନଥିଲି ଯେ ସେ ପାପ କରୁ ବୋଲି, ସେତେବେଳେ ମୁଁ ଚାହୁଁନଥିଲି ଯେ ସେ କଷ୍ଟ ପାଉ ବୋଲି, ସେତେବେଳେ ମୁଁ ଚାହୁଁନଥିଲି ଯେ ସେ ମୋ ଠାରୁ ବିମୁଖ ହଉ ବୋଲି, ସେତେବେଳେ ମୁଁ ଚାହୁଁନଥିଲି ଯେ ସେ ମୋ ଠାରୁ ଦୂରକୁ ଚାଲି ଯାଉ ବୋଲି। କିନ୍ତୁ ମନୁଷ୍ୟ ନିଜର ପାପ ପାଇଁ ଈଶ୍ୱର ଠାରୁ ଦୂରକୁ ଚାଲି ଯାଇଥିଲା। ଆଜି ମଧ୍ୟ ଆମେ କହିପାରୁ ମୁଁ କଣ ପାପ କରିଛି ଯେ ମୋ ଜୀବନରେ ଏପରି କଷ୍ଟ ଆସୁଛି, ସମସ୍ୟା ଆସୁଛି। କିନ୍ତୁ ପରମେଶ୍ୱର ଚାହାନ୍ତି ଆମମାନେ ବିଶ୍ୱାସରେ ସୁଦୃଢ ହେଉ। ପ୍ରଥମେ ପରମେଶ୍ୱର ଚାହାନ୍ତି କାହିଁକି ଆମ ଜୀବନରେ ଟ୍ରାଏଲ୍ସ ଆସୁଛି, କଷ୍ଟକର ଆସୁଛି, ପରୀକ୍ଷା ଆସୁଛି, ପ୍ରଲୋଭନ ଆସୁଛି, ସମସ୍ୟା ଆସୁଛି, କାରଣ ପରମେଶ୍ୱର ଚାହାନ୍ତି ଆମମାନେ ବିଶ୍ୱାସରେ ଦୃଢ ରହୁ। ଆମେ ଯେତେବେଳେ ବିଶ୍ୱାସରେ ଦୃଢ ରହିବା, ସେତେବେଳେ ପରମେଶ୍ୱର ନୂତନ କାର୍ଯ୍ୟ ଆମମାନଙ୍କ ଜୀବନରେ କରିବେ। ଯେତେବେଳେ ଫୁଲଟେ ଫୁଟେ, ଯେତେବେଳେ କଢ ଅବସ୍ଥାରେ ଥାଏ ଆଉ ଅତି କଠିନ ଅବସ୍ଥାରେ ଥାଏ, ସେ ଧୀରେ ଧୀରେ ଫୁଟିବା ଆରମ୍ଭ କରେ। ସେ ଯେତେବେଳେ ଆଲୋକକୁ ଦେଖେ ସେତେବେଳେ ତା ଆହୁରି ସୁନ୍ଦର ଦିଶେ, ଆଉ ତାହା ପୁରା ପ୍ରସ୍ଫୁଟିତ ହୋଇଥାଏ। ପରମେଶ୍ୱର ଚାହାନ୍ତି ସେଇପରି ଜୀବନ ଯେତେବେଳେ ଆମେ ସାରା ଜଗତକୁ ଆହୁରି ସୁନ୍ଦର ଦିଶିବୁ। କିନ୍ତୁ ତା ପୂର୍ବରୁ ଆମମାନଙ୍କୁ ସେଇ କଠିନ ଅବସ୍ଥା ମଧ୍ୟ ଦେଇ ଯିବାକୁ ପଡିଥାଏ। ଆମେ ସମସ୍ତେ ସାମ୍ବାଳ ପ୍ରଜାପତି ବିଷୟରେ ଜାଣୁ, କିପରି କଠିନ ଅବସ୍ଥା ଦେଇ ସାମ୍ବାଳଟି ଯାଇଥାଏ, ଆଉ ଯେତେବେଳେ ପ୍ରଜାପତି ହୋଇକି ବାହାରେ କେତେ ସୁନ୍ଦର ଦିଶେ।
आज परमेश्वर चाहती आम मैंने विश्वास से स्ट्रांग हो समस्या आसीबो 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 कष्ट आसीबो या तो मनुष्य जीवन में निश्चित घटिबो आ परमेश्वर चाहती जदि मो जीवन में किसी घटुनी ताले मु वृद्धि लाभ करू नाही कारण परमेश्वर चाहते टू डेवलप द कैरेक्टर आ सेथिपाई से आम को जीवन में धैर्य किपरि आसीबो मैच्योरिटी किपरि आसीबो ता देखते आ से धैर्य मैच्योरिटी पई प्रभु आम को तैयारी करंती गढ़ंती जो इटा को तैयारी कर जाए इटा को बाड़े 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 से माटी को से माने समान करथांते आ सुंदर करिथांते तापर पोड़ी थांते तापर से नुआ है कि बाहर थाए सुंदर भाबरे गढ़ी हे थाए आज परमेश्वर मध्य चाहती जे आम माने सबु शासन जहाँ मानकर परमेश्वर पिता हिसाब रे कहंती समस्त क्लेश जहाँ आसे ता पुत्र तुल्य व्यवहार करी कलंती मु मध्य मोर पो को जतले गड़ू थाए अनेक समय मु ता पई देउताए हमने चिंता करो से किपरि अबाटरे न जाऊ से किपरि गोटे नूतन होई सृष्टि हुए से किपरि अति माने स्पेसिफिक है कि गढ़ी हुई तैयारी हुए और से परि परमेश्वर मध्य चाहती आम प्रति दुख आसे ताड़ना आसे ईश्वर द्वारा ता सब अनुमोदित होता है ख्रीष्ट प्रति आमर आज्ञाबहता जो लोक मैंने आमको ताड़ना करती मात्र ईश्वर आमको श्रृंखलित करने से ताड़ना को व्यवहार करती जेपरी आमने अधिक भाव में ख्रीष्टर आज्ञाबह हो पारिबु आम जदि आयुब जीवन को देखो जहाँ पर मैंने समस्त जानती आयुब तक जीवन मध्य किपरि किपरि अवस्था दे जाइथिले तंकर उक्ति गुड़ी को पढ़ू तंकर वाक्य को पढ़ू तंकर चिंताधारा को पढ़ू तंकर कथा को शुणु जेतेबेले सेतेबेले बाबू से केमती क्रंदन करुथिले किपरि कोन भाबुथिले तांको मन रे किपरि विद्रोह चिंता आसुतला तथापि से निजको नम्र करी रखिथिले कारण से ईश्वर को ऊपर तंकर प्रगाढ़ विश्वास थिला और परमेश्वर चाहती आम को प्रत्येक विश्वास से परी दृढ़ीभूत विश्वास हो कारण आग को एपरी समय आसुअछि ए वर्ष जो समय कि आम को आहरी अनेक अनेक सामाजिक ताड़ना मध्य दे जीवाक पड़िबो अनेक लांछना मध्य दे जीवाक पड़िबो अनेक प्रभु को जानिछु बोली समस्या भितरे पड़िबाक पड़िबो आ परमेश्वर ता पूर्व चाहती तुम्बर धैर्य मु परीक्षा करूची तुम्बे केते धैर्य धरि रहइबो ता मु देखिबाकू चाहे आ सेति पई मु तुमको शासन करूची सेति पई मु तुम जीवन में एही परि समस्या आनुची यदि परमेश्वर आम जीवन में समस्या आनी नांती यदि आम मान जीवन सारी सुरखुरे चली जाइए हुए तो हम माने परमेश्वर परी दिशबारे आम माने दूरे अच्छु ये आम लिखा जाउची कि कौन पिता जहाँ को शासन कर पुत्र किए अच्छी किंतु जो शासन समस्त सहभागी जदि तुम्हें माने से अंशी नुह तेबे तुम्हें माने पुत्र न हो चार चट जदि आम माने प्रकृत विश्वासी जदि आम माने निजको प्रभुंकर पुत्र के हिसाब से भावी आम परमेश्वर को पिता बोली कहीता ताले आम माने जार जो संतान न आम मानकर पिता आम माने होचु अलियल संतान आउ जहाँ को से अति प्रेम करती ताकू से मध्य शासन करती जेते प्रेम सेते अधिका शासन थाए कहीं से ताहाको चाहती जे से मो बड़ी हो ता तांको लक्ष्य से चाहती आम प्रत्येक चरित्र बदल जाऊ आम मान मध्य जो पापर चरित्र अच्छी
जो मांसर लालसा अच्छी आम तो जपरी आम कहू आनिमालिटी और राशनालिटी जो आनिमालिटी अच्छी जो पशुत्वर चिंताधारा अच्छी ये सब चली जाऊ वी विल बिकम राशनाल आम तांको भली राशनाल हो जहा काहाको ईश्वर देना जहाँ आम को गोटे पृथक जीवन कर सारा जगत रे जिते परमेश्वर आम को गढ़िले राशनाल क्यारेक्टर देले आम माने चिंता करि परिबा आम माने आत्मा ईश्वर सहित जड़ित होई रही परिबा ईश्वर शासन करती कारण से चाहती आम माने ताहांको पवित्रतार सहभागी होई परिबो जेपरी 10 पद लिखा जाउची कारण सेमान को जेपरी विहित बोध हैला तदनुसार से माने अल्प दिन निमंते आंभ मान को शासन कले किंतु आंभे माने जेपरी ताहांको पवित्रतार सहभागी हो एथिपाई से आंभ मान को मंगल निमंते शासन करती आंभ मानकर मंगल निमंते शासन करती हुए तो 2025 रु 26 कैलेंडर बदली जाइछि किंतु आमनकर समस्या बदली आमनकर दुख बदली नाही बोली आमने भाबी थाई पारो किंतु परमेश्वर आमन को गढ़ी चलीचंती परमेश्वर आमन को चाहूचंती जे आमे माने पवित्रतारे सहभागी होई आहुरी आगु चालू यह ईश्वर को उद्देश्य आम माने ख्रीष्टंकर बलिदान द्वारा पवित्र कर जायछु किंतु आम परित्राण प्रथम पदक्षेप होची हम माने परमेश्वर ठारे विश्वास करिबो निजको पवित्रतारे कढ़ी नेबो निजको धार्मिकतारे कढ़ी नेबो आमनकर विश्वास एपरी हेबो जे आमनकर विश्वास एपरी दुर्बल नुहे स्ट्रांग विश्वास हबो जे समस्या आसिले मध्य कष्टकर परिस्थिति आसिले मध्य आमने पड़ी जीवु नाही और सही अवस्था आनिबा पाई परमेश्वर आज आम मान को कष्टकर अवस्था जी जीवा को दौचंती हम जिते प्रकाशित वाक्य मध्य को जाओ क्यों समय जे परमेश्वर आसबे ता माने केही भी जानूना क्यों समय जे आम मानकर जीवन शेष हो जिवो ता मध्य आम माने केबे जानूना परमेश्वर कर दिन आसबार समय निकटतर जेते हेउछि परमेश्वर चाहते जे तांकर पुत्र कन्या माने सेते स्ट्रांग हे गडंतु तांको बळी होंतु तांको बळी आचरण करंतु आज हम प्रत्येकर आचरण किपरि अछि हमने जितले भाबु जे हाँ 2025 चली गला आ गोटे नुआ वर्ष रे पदार्पण कले आ गोटे नुआ वर्ष पाइले खुशी हो आनंदित हो धन्यवाद हो गौरव करू परमेश्वर कारण तंकर विविध दया मन पई केबे विशेष होई नाही किंतु तंकर शासन मध्य आज केबे विशेष होई नाही परमेश्वर चाहती आज हमने समस्ते से शासन रे शासित हो जहाँ आम को विश्वास रे स्ट्रांग करिवो आमनकर कैरेक्टर गढ़िवो आम माने जेपरि सुना गोटे सुना को जितले उमेर पका जाए आ जितले बणिया ताको गड़े सेतले से सुना ता भीतर तरल जाए सेतरु से खाद्य गुडी को काढी दिए आ ताको रिफाइन करके बाहर करे अग्नि रे पोड़ी होई सुना जेपरि आहुरी चिकचिक दिसे से परि परमेश्वर चाहती आमान को जीवन आम चिकचिक आहुरी दिसु आम जदि जाकुब 1:2 ରୁ 4 पढ़िबा के जदि पढ़ितेबे जाकुब 1 पर्व 2 ରୁ 4 हे मोर भाई माने तुम्हें माने जेते बेले नाना प्रकार परीक्षा रे परीक्षित हुओ सेते बेले ता विशेष आनंदर विषय बोली मने करो परीक्षा सिद्ध विश्वास जे धैर्य उत्पन्न करे एहा तो जानियछ आउ तुम्हें माने जेपरि कोनोसी विषय रे उणा न पड़ी सिद्ध और संपूर्ण हुओ एथिपाई धैर्य संपूर्ण रूपे कार्य साधन करू आमेन आमेन हमें यदि देखिबा रोमी 5 पर्व 3 ରୁ 5 पद पर्यंत केवल ताहा नुहे समस्त क्लेश मध्य दर्प करूछु जेणु क्लेशरु धैर्य धैर्यरु सत्क्रिया पुणी सत्क्रियारु भरोसा जी जन्मे यह आमे माने जानू और भरोसा लज्जा दिए नहीं कारण आमको प्रदत्त पवित्र आत्मा द्वारा
ଆମମାନଙ୍କ ହୃଦୟରେ ଈଶ୍ୱରଙ୍କ ପ୍ରେମ ପରିବ୍ୟାପ୍ତ ହୋଇଅଛି। ଆମମାନଙ୍କର ହୃଦୟରେ ଈଶ୍ୱରଙ୍କର ପ୍ରେମ ପରିବ୍ୟାପ୍ତ ହୋଇଅଛି। କାରଣ ଧୈର୍ଯ୍ୟରୁ ଅନୁଭୂତି, ଅନୁଭୂତିରୁ ପ୍ରେମ, ଆଶା ଜନ୍ମେ। ଆଶା ନଥିଲେ ମନୁଷ୍ୟ ବଞ୍ଚିବାର ଆଶା ନଥିଲେ, ମନୁଷ୍ୟ ଜୀଇବାର ଆଶା ନଥିଲେ, ମନୁଷ୍ୟ ପାଇବାର ଆଶା ନଥିଲେ, ମନୁଷ୍ୟ ସବୁ କିଛି ହରିଦେଲା ଭଳି ଲାଗେ। ଆଉ ସମସ୍ତ କ୍ଲେଶ ମଧ୍ୟରେ, ସମସ୍ତ ସମସ୍ୟା ମଧ୍ୟରେ ସେଇ ଆଶା ଆଣିବାକୁ, ଆଶା ରଖିବାକୁ ପରମେଶ୍ୱର ଅପେକ୍ଷା କରିଛନ୍ତି ଯେ ମୁଁ ଦିନେ ପରମେଶ୍ୱରଙ୍କ ସହିତ ମିଳିତ ହେବି, ମୁଁ ଦିନେ ପରମେଶ୍ୱରଙ୍କର ସେଇ ଆବୃତ ସ୍ଥାନରେ ବାସ କରିବି, ମୁଁ ଦିନେ ପରମେଶ୍ୱରଙ୍କର ସାମ୍ନା ସାମ୍ନା ହେବି, ସେ ମୋ ସହିତ କଥାବାର୍ତ୍ତା କରିବେ ଯେପରି ଯାକୁବ ସହିତ କଥାବାର୍ତ୍ତା କରିଥିଲେ, ଯେପରି ଅବ୍ରାହମଙ୍କ ସହିତ କଥାବାର୍ତ୍ତା କରିଥିଲେ, ଯେପରି ଆଦମ ହବାଙ୍କ ସହିତ କଥାବାର୍ତ୍ତା କରିଥିଲେ। ପରମେଶ୍ୱର ଦିନେ ମୋ ସହିତ ମଧ୍ୟ ସେପରି କଥାବାର୍ତ୍ତା କରିବେ, ସେ ସ୍ଥାନକୁ ମତେ ନେଇଯିବେ। ସେଇ ଆଶା ପରମେଶ୍ୱର ପ୍ରଭୁ ଦେଇଛନ୍ତି। ଆଉ ସେ ଆଶା ଯୋଗୁ ଆଜି ମୁଁ ସମସ୍ୟା ଭୋଗୁଅଛି, ସେ ଆଶା ଯୋଗୁ ମୁଁ ଆଜି କ୍ଲେଶ ଭୋଗୁଅଛି, ସେ ଆଶା ଯୋଗୁ ମୁଁ ଆଜି ଅନେକ ଅନେକ ତାଡ଼ନା ଭୋଗୁଅଛି। ଈଶ୍ୱରଙ୍କର ଶାସନ ରୂପରେ ଆମ ଉପରକୁ ବିଭିନ୍ନ ପ୍ରକାର ଦୋଷ ଆଉ ଦୁଃଖ ଆଉ ତାଡ଼ନା ଆସିଥାଏ, ଯେପରିକି ଆମମାନେ ପୃଥିବୀରେ ଆମକୁ ଅଧିକରୁ ଅଧିକ ପବିତ୍ର ଜୀବନ ଯାପନ କରିପାରିବା। ପାଉଲ କହୁଥିଲେ ପ୍ରେରିତ 14:22 ଅନେକ କ୍ଲେଶ ମଧ୍ୟ ଦେଇ ଆମକୁ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହବ। କ୍ଲେଶ ଦେଇ ନ ଗଲେ ଆମମାନେ ସୁନ୍ଦର ଦିଶିବା ନାହିଁ, ଯେପରି ଗୋଟିଏ ସୁନା ଅଗ୍ନିରେ ପୋଡ଼ି ନହେଲେ, ମାଡ଼ ନ ଖାଇଲେ, ଚେପା ନହେଲେ, ଘଷା ନ ଖାଇଲେ ସୁନ୍ଦର ଦିଶେ ନାହିଁ, ଚକଚକ କରେ ନାହିଁ। ଆଜି ପରମେଶ୍ୱର ମଧ୍ୟ ଆମ ପ୍ରତ୍ୟେକ ଜୀବନରେ ସେହିପରି କ୍ଲେଶ ଭୋଗ ମଧ୍ୟ ଦେଇ ନୂଆ କରି ଗଢ଼ିବାକୁ ଚାହାନ୍ତି। ଆମମାନେ ଯଦି ଯାକୁବଙ୍କ ଷ୍ଟୋରି ଦେଖୁ, ଆମମାନେ ଜାଣୁ ଯେ ସେ କିପରି ଭିନ୍ନ ଭିନ୍ନ ଅବସ୍ଥା ଦେଇ ଯାଇଥିଲେ। ଆମମାନେ ଯଦି ଆୟୁବଙ୍କ ଜୀବନକୁ ଦେଖୁ, ସେ କିପରି କ୍ଲେଶ ମଧ୍ୟ ଦେଇ ଯାଇଥିଲେ। ଆମମାନେ ଯଦି ଇସ୍ରାଏଲ ମାନଙ୍କ ଦେଇ ଦେଖୁ ଯେ ସେମାନେ କିପରି କ୍ଲେଶ ମଧ୍ୟ ଦେଇ ଆଜି ପର୍ଯ୍ୟନ୍ତ ମଧ୍ୟ ଯାଉଛନ୍ତି। କିନ୍ତୁ ପରମେଶ୍ୱରଙ୍କର ପ୍ରତିଜ୍ଞା କେବେ ହେଲେ ବିଫଳ ହୋଇନାହିଁ। ଯେପରି ଜିରିମିୟ ଭବିଷ୍ୟତ ବକ୍ତା ବିଳାପରେ କହୁଛନ୍ତି, ପରମେଶ୍ୱରଙ୍କ ବିବିଧ ଦୟା ସକାଶୁ ଆଜି ଆମମାନେ ଜୀବିତ ମାନଙ୍କ ମଧ୍ୟରେ ଅଛୁ। ତାଙ୍କର କେବଳ ଦୟା ସକାଶୁ, ତାଙ୍କର ଅନୁଗ୍ରହ ସକାଶୁ, ତାଙ୍କର ପ୍ରେମ ସକାଶୁ ଆମମାନେ ଆଜି ଏହି ଅବସ୍ଥାରେ ଅଛୁ। ହୁଏତ ଜଗତରେ ଥିବା ଲୋକମାନେ ଯେପରି ଗୋଟିଏ ରଙ୍ଗ ମଞ୍ଚରେ ଗୋଟେ କ୍ୟାରେକ୍ଟରର ରୋଲ କରିଥାନ୍ତି, ଆଉ ପଛରେ ଗୋଟେ ରୋଲ ଥାଏ, ପଛରେ ଗୋଟେ ଦୁଃଖ ଥାଏ, କଷ୍ଟନ ଅବସ୍ଥା ଥାଏ, ତା ଅନ୍ୟମାନଙ୍କୁ ଜଣାନ୍ତି ନାହିଁ। ଆମମାନେ ହୁଏତ ଆମମାନଙ୍କର ପରିବାରର, ଆମମାନଙ୍କ ନିଜ ଜୀବନର ଏହିପରି ସମସ୍ୟା ଅଛି ଯାହା ଆମମାନେ କହିନଥାଉ, କିନ୍ତୁ ପରମେଶ୍ୱର ସେ ଅବସ୍ଥାକୁ ଜାଣିଥାନ୍ତି, ଆଉ ସେ ଅବସ୍ଥା ଦେଇ ଆମମାନଙ୍କୁ ନେଇଥାନ୍ତି, ଆଉ କହୁଛନ୍ତି ତା ଅଳ୍ପ କ୍ଷଣ ନିମନ୍ତେ ବ୍ୟସ୍ତ ହୁଅ ନାହିଁ, ତା ଅଳ୍ପ କ୍ଷଣ ନିମନ୍ତେ ମୁଁ ତୁମକୁ ପରୀକ୍ଷା କରି, ଯୋଉ ପରୀକ୍ଷା କି ତୁ ସହ୍ୟ କରିପାରିବୁ ତା ମଧ୍ୟ ଦେଇ ମୁଁ ତତେ ନେବାକୁ ଚାହୁଁଛି। ମୁଁ ତତେ ଗଢୁଛି, ତିଆରି କରୁଛି। ତୁ 2026ରେ ଆହୁରି ସୁନ୍ଦର ଦିଶିବୁ, ତୋ ମଧ୍ୟରେ ପ୍ରଚୁରତା ଭରିଯିବ, ତୁ ମୋ ଭଳି ଆଚରଣ କରିବୁ। ଆଉ ସେଇ ଭରସା, ସେଇ ପ୍ରତିଜ୍ଞା ଯୋଉ ପରମେଶ୍ୱର କରିଛନ୍ତି, ସେ ମୋର ହାତ ଛାଡିବେ ନାହିଁ। କାରଣ କୌଣସି ପିତା ଯେପରି ନିଜ ପୁତ୍ରକୁ ଶାସନ କରେ, ସେହିପରି ଆମମାନଙ୍କର ପରମେଶ୍ୱର ଆମମାନଙ୍କୁ ଶାସନ କରନ୍ତି, କାରଣ ସେ ଆମମାନଙ୍କୁ ପ୍ରେମ କରନ୍ତି। ଆମମାନଙ୍କ ମଧ୍ୟରେ ତାଡ଼ନା ଆସିଥାଏ, କାରଣ ସେ ଆମମାନଙ୍କୁ ପ୍ରେମ କରନ୍ତି। ଆମମାନଙ୍କ ଜୀବନରେ ସମସ୍ୟା ଆସିଥାଏ, କାରଣ ସେ ଆମମାନଙ୍କୁ ପ୍ରେମ କରନ୍ତି। ଆମମାନଙ୍କୁ ସେଇ କଷ୍ଟକର ଅଗ୍ନି ମଧ୍ୟ ଦେଇ ଯିବାକୁ ପଡିଥାଏ, କାରଣ ମୋ ପରମେଶ୍ୱର ମତେ ପ୍ରେମ କରନ୍ତି, ଅଧିକ ପ୍ରେମ କରନ୍ତି, ପ୍ରଚୁର ପ୍ରେମ କରନ୍ତି। ତାଙ୍କ ପ୍ରେମର ଶେଷ ହୋଇଯାଇନଥାଏ, ତାଙ୍କ ପ୍ରେମରେ ଗୋଟେ ଗାର ପଡିନଥାଏ ଯେ ସେଇ ଯାଏ ତୁ ମୁଁ ପ୍ରେମ କରିବି ଆଉ ତାପରେ ପ୍ରେମ କରିବି ନାହିଁ। ସେ ଆସିବା ପର୍ଯ୍ୟନ୍ତ ଆମମାନଙ୍କୁ ପ୍ରେମ କରି ଚାଲିଥିବେ। ସେ ପ୍ରତିଦିନ ଅପେକ୍ଷା କରିଥାନ୍ତି ମୁଁ କେତେ ତାଙ୍କ ଉପରେ ଆଉଜି ପଡୁଛି।
परमेश्वर आज चाहती मु धैर्य धरी अपेक्षा करे आ प्रति अवस्था प्रति समस्या आउची पड़े जो परमेश्वर मते गढ़ी जो परमेश्वर मते तैयारी करछंती जो परमेश्वर ए पर्यंत मो हाथ धरी आछंती से अधा बात मते छाड़िबे नहीं निश्चित भावरे संपूर्ण भावरे मते तांको सहित मिलित कराइबे। प्रभु छोट वाक्य आम प्रत्येक आशीर्वाद करूँ। आमेन आमेन।